ନମସ୍କାର। ଆଜି ଆମେ କଥା ହେବା ସେହି ସମୟ ବିଷୟରେ ଯେତେବେଳେ ମୋହନଦାସ ଗାନ୍ଧୀ ମହାତ୍ମା ହେଲେ ଆଉ ତାଙ୍କ ସହିତ ଭାରତର ସ୍ୱାଧୀନତା ସଂଗ୍ରାମର ପୂରା ଧାରା ହିଁ ବଦଳିଗଲା। କେମିତି ହେଲା ଏସବୁ ଚାଲନ୍ତୁ ଜାଣିବା। ଆଚ୍ଛା, ତେବେ ଆଜିର ଆଲୋଚନା ଏହିପରି ରହିବ। ଆମେ ଦେଖିବା କେମିତି ଗାନ୍ଧିଜୀଙ୍କର ଆବିର୍ଭାବ ହେଲା, ଦକ୍ଷିଣ ଆଫ୍ରିକାରେ ତାଙ୍କର ସଂଗ୍ରାମ କ'ଣ ଥିଲା, ଆଉ ତାପରେ ଭାରତରେ ତାଙ୍କର ପ୍ରାରମ୍ଭିକ ସତ୍ୟାଗ୍ରହ, ରାଓଲାତ ଆଇନ ବିରୋଧରେ ପ୍ରତିବାଦ, ଆଉ ଶେଷରେ ସେହି ଭୟଙ୍କର ଜାଲିଆନାୱାଲାବାଗ ହତ୍ୟାକାଣ୍ଡ। ଚାଲନ୍ତୁ ଗୋଟି ଗୋଟି କରି ସବୁ ଦେଖିବା। ଜାଣନ୍ତି, ତାଙ୍କୁ ମହାତ୍ମା ବା ମହାନ ଆତ୍ମା ବୋଲି ପ୍ରଥମେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର କହିଥିଲେ। କିନ୍ତୁ କାହିଁକି? ଏହା କେବଳ ଏକ ନାଁ ନଥିଲା, ଏହା ପଛରେ ଥିଲା ତାଙ୍କର ଏକ ବିରାଟ ସଂଘର୍ଷର କାହାଣୀ। ଆଉ ସେ କାହାଣୀର ଆରମ୍ଭ ହୋଇଥିଲା ଭାରତରୁ ହଜାର ହଜାର ମାଇଲ ଦୂରରେ ଦକ୍ଷିଣ ଆଫ୍ରିକାରେ। ପ୍ରାୟ 20 ବର୍ଷ ପରେ 1915 ମସିହାରେ ଗାନ୍ଧିଜୀ ଭାରତ ଫେରିଲେ। ସମସ୍ତେ ଭାବୁଥିଲେ ସେ ଆସିବା ମାତ୍ରେ ସିଧା ରାଜନୀତିରେ ଝାଂସ ଦେବେ, କିନ୍ତୁ ସେ ଏମିତି କିଛି କଲେ ନାହିଁ। ବରଂ ସେ ଏକ ଅଲଗା ରାସ୍ତା ଆପଣାଇଲେ। ତାଙ୍କର ରାଜନୈତିକ ଗୁରୁ ଥିଲେ ଗୋପାଳକୃଷ୍ଣ ଗୋଖଲେ। ତାଙ୍କରି ପରାମର୍ଶରେ ଗାନ୍ଧିଜୀ ପୁରା ଗୋଟେ ବର୍ଷ କ'ଣ କଲେ ଜାଣନ୍ତି? ସେ ସାରା ଭାରତ ବୁଲିଲେ, ଟ୍ରେନରେ ଚାଲି ଚାଲି ଗାଁ ଗହଳିର ଲୋକଙ୍କୁ ଭେଟିଲେ, ସେମାନଙ୍କ ଦୁଃଖ ବୁଝିଲେ। କାରଣ ସେ ଜାଣିଥିଲେ କୌଣସି ବଡ଼ ଆନ୍ଦୋଳନ ଆରମ୍ଭ କରିବା ଆଗରୁ ଦେଶକୁ, ଦେଶର ଲୋକଙ୍କୁ ଠିକ୍ ଭାବେ ଚିହ୍ନିବା ନିହାତି ଦରକାର। ହେଲେ ପ୍ରଶ୍ନ ଉଠୁଛି ଯେ ଦକ୍ଷିଣ ଆଫ୍ରିକାରେ ଏମିତି କ'ଣ ହୋଇଥିଲା ଯେ ସେ ଭାରତ ଫେରିବା ବେଳକୁ ଜଣେ ଜଣାଶୁଣା ନେତା ପାଲଟି ସାରିଥିଲେ? କଥା ହେଉଛି, ସେଠି ସେ ଏକ ଭୟଙ୍କର ବ୍ୟବସ୍ଥା ବିରୁଦ୍ଧରେ ଲଢ଼ାଇ କରିଥିଲେ। ସେ ବ୍ୟବସ୍ଥା ଥିଲା ବର୍ଣ୍ଣ ବୈଷମ୍ୟ ବା ରେସିଆଲ୍ ଡିସ୍କ୍ରିମିନେସନର। କଳ୍ପନା କରନ୍ତୁ ଟିକେ, ଭାରତୀୟମାନଙ୍କୁ ଭୋଟ ଦେବାର ଅଧିକାର ନଥିଲା, ରାତି 9ଟା ପରେ ଘରୁ ବାହାରିବା ମନା, ଟ୍ରେନ୍ର ଭଲ କମ୍ପାର୍ଟମେଣ୍ଟରେ ବସିପାରିବେନି, ଏମିତିକି ସେମାନଙ୍କର ନିଜ ଧର୍ମର ବିବାହକୁ ବି ବେଆଇନ କରିଦିଆଗଲା। ଏହା କେବଳ ଅପମାନ ନଥିଲା, ଏହା ଥିଲା ଏକ ସୁଚିନ୍ତିତ ଅତ୍ୟାଚାର। ଏମିତି ଏକ ସ୍ଥିତିରେ ହିଂସା ନ କରି କେମିତି ପ୍ରତିବାଦ କରାଯାଇପାରିବ, ଏହାରି ଉତ୍ତର ଖୋଜୁଥିଲେ ଗାନ୍ଧିଜୀ। ଆଉ ସେହି ଖୋଜରୁ ହିଁ ଜନ୍ମ ନେଲା ଏକ ନୂଆ ଅସ୍ତ୍ର, ସତ୍ୟାଗ୍ରହ, ମାନେ ସତ୍ୟ ପାଇଁ ଆଗ୍ରହ। ଏହା କୌଣସି ଦୁର୍ବଳ ଲୋକର କାମ ନଥିଲା, ବରଂ ଏହା ଥିଲା ଅନ୍ୟାୟ ବିରୁଦ୍ଧରେ ଏକ ଶକ୍ତିଶାଳୀ ଅହିଂସ ପ୍ରତିରୋଧ। ହଁ, ଏଥିପାଇଁ ତାଙ୍କୁ ବହୁତ ଥରେ ଜେଲ୍ ଯିବାକୁ ପଡ଼ିଥିଲା, କିନ୍ତୁ ଶେଷରେ ସେହି ସତ୍ୟର ଶକ୍ତି ଆଗରେ ସରକାର ହାର ମାନିଲା ଏବଂ ଅନେକ କଡ଼ା ଆଇନକୁ ହଟାଇବାକୁ ବାଧ୍ୟ ହେଲା। ଦକ୍ଷିଣ ଆଫ୍ରିକାରେ ଯେଉଁ ଅସ୍ତ୍ର ସଫଳ ହେଲା, ତାକୁ ଏବେ ଭାରତ ମାଟିରେ ପରୀକ୍ଷା କରିବାର ସମୟ ଆସିଥିଲା। ତେଣୁ ସେ 3ଟି ଛୋଟ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନର ନେତୃତ୍ୱ ନେଲେ। ଦେଖନ୍ତୁ, ପ୍ରଥମେ ବିହାରର ଚମ୍ପାରଣରେ ଯେଉଁଠି ଚାଷୀଙ୍କୁ ବାଧ୍ୟ କରି ନୀଳ ଚାଷ କରାଯାଉଥିଲା, ସେଠି ସତ୍ୟାଗ୍ରହ ସଫଳ ହେଲା। ତାପରେ ଗୁଜରାଟର ଖେଡ଼ାରେ ଯେଉଁଠି ଫସଲ ନ ହେବା ସତ୍ତ୍ୱେ ଲୋକଙ୍କଠୁ ଟିକ୍ସ ଆଦାୟ କରାଯାଉଥିଲା, ସେଠି ବି ସତ୍ୟାଗ୍ରହ କାମ ଦେଲା। ଆଉ ଶେଷରେ ଅହମ୍ମଦାବାଦର ମିଲ୍ ଶ୍ରମିକଙ୍କ ପାଇଁ ସେମାନଙ୍କୁ 35% ଅଧିକ ମଜୁରୀ ମିଳିଲା। ଗୋଟିଏ ପରେ ଗୋଟିଏ ସଫଳତା ପ୍ରମାଣ କରିଦେଲା ଯେ ସତ୍ୟାଗ୍ରହ ହିଁ ଆଗକୁ ରାସ୍ତା ଦେଖାଇବ। ଏହି 3ଟି ସଫଳତା ପରେ ଗାନ୍ଧିଜୀ ଆଉ କେବଳ ଜଣେ ସ୍ଥାନୀୟ ନେତା ହୋଇ ରହିଲେନି, ସେ ସାରା ଦେଶର ନେତା ପାଲଟିଗଲେ। ଆଉ ଠିକ୍ ଏହି ସମୟରେ ବ୍ରିଟିଶ ସରକାର ଏମିତି ଏକ କଳା ଆଇନ ଆଣିଲା, ଯାହା ବିରୁଦ୍ଧରେ ପୂରା ଦେଶକୁ ଏକାଠି ହେବାକୁ ପଡ଼ିଲା। ଏହି ଆଇନର ନାଁ ଥିଲା ରାଓଲାଟ ଆକ୍ଟ। ଏହାର ସିଧା ସରଳ ଅର୍ଥ ହେଲା, ସରକାର ଚାହିଁଲେ ଯେକୌଣସି ଭାରତୀୟଙ୍କୁ ବିନା କୌଣସି କାରଣରେ, ବିନା କୌଣସି ବିଚାରରେ ଜେଲରେ ପୁରାଇ ଦେଇପାରିବ। ଏହା ତ ସିଧା ସିଧା ମୌଳିକ ଅଧିକାର ଉପରେ ଆକ୍ରମଣ ଥିଲା। ଏହାର ଜବାବରେ ଗାନ୍ଧିଜୀ ପ୍ରଥମ ଥର ପାଇଁ ଏକ ସର୍ବଭାରତୀୟ ସତ୍ୟାଗ୍ରହର ଡାକରା ଦେଲେ। ଦେଶର ଅଧିକାଂଶ ଜାଗାରେ ଏହି ପ୍ରତିବାଦ ଶାନ୍ତିରେ ଚାଲିଥିଲା। ହେଲେ ପଞ୍ଜାବର ଅମୃତସରରେ କିଛି ଏମିତି ଘଟିଗଲା, ଯାହା ଭାରତର ଇତିହାସରେ ଏକ କଳା ଦାଗ ହୋଇ ରହିଗଲା। ଏକ ଏମିତି ଘଟଣା ଯାହା ପରେ ସ୍ୱାଧୀନତା ସଂଗ୍ରାମର ରୂପରେଖା ସମ୍ପୂର୍ଣ୍ଣ ବଦଳିଗଲା। ଦେଖନ୍ତୁ କେମିତି ଘଟଣା ଘଟିଲା। ଏପ୍ରିଲ 10 ତାରିଖରେ 2 ଜଣ ଲୋକପ୍ରିୟ ନେତା ଡକ୍ଟର ସତ୍ୟପାଲ ଓ ସୈଫୁଦ୍ଦିନ କିଚଲୁଙ୍କୁ ଗିରଫ କରାଗଲା। ଏହାର ପ୍ରତିବାଦରେ ଏପ୍ରିଲ 13 ତାରିଖ ବୈଶାଖୀ ଦିନ ହଜାର ହଜାର ଲୋକ ଜାଲିଆନାୱାଲାବାଗରେ ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହେଲେ। କିନ୍ତୁ ସେଠି ପହଞ୍ଚିଲା ଜେନେରାଲ ଡାୟର। ସେ ବାଗରୁ ବାହାରିବାର ଏକମାତ୍ର ରାସ୍ତାକୁ ବନ୍ଦ କରିଦେଲା ଆଉ ନିରୀହ ନିରସ୍ତ୍ର ଲୋକଙ୍କ ଉପରକୁ ଗୁଳି ଚଳାଇବାକୁ ଆଦେଶ ଦେଲା। ସରକାରୀ ଖାତାରେ ଲେଖାଗଲା 379 ଜଣ ମରିଛନ୍ତି, କିନ୍ତୁ ସତ କ'ଣ ଥିଲା? ଗାନ୍ଧିଜୀଙ୍କ ନିଜ ତଦନ୍ତ କହିଲା ଯେ 1200ରୁ ବି ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେହି ଛୋଟ ପଡ଼ିଆ ଭିତରେ ସେଦିନ ଯେଉଁ ରକ୍ତର ହୁଲି ଖେଳା ଯାଇଥିଲା, ତାର ହିସାବ କେବେ ବି ଠିକ୍ରେ କରାଯାଇପାରିଲାନି। ଏହି ହତ୍ୟାକାଣ୍ଡର ଖବର ଯେତେବେଳେ ଚାରିଆଡ଼େ ବ୍ୟାପିଲା, ସାରା ଦେଶ ସ୍ତବ୍ଧ ହୋଇଗଲା। ଏହା କେବଳ ଏକ ଦୁଃଖଦ ଘଟଣା ନଥିଲା, ଏହା ଥିଲା ଏକ ଟର୍ଣ୍ଣିଂ ପଏଣ୍ଟ। ଏହାପରେ ଭାରତୀୟମାନଙ୍କ ମନରୁ ବ୍ରିଟିଶ ଶାସନ ପ୍ରତି ଥିବା ସବୁ ବିଶ୍ୱାସ ତୁଟିଗଲା।
ପ୍ରତିବାଦର ସ୍ୱର ସବୁଠୁ ଜୋରେ ଶୁଭିଲା ଦୁଇ ମହାନ ବ୍ୟକ୍ତିଙ୍କଠାରୁ। ରବୀନ୍ଦ୍ରନାଥ ଠାକୁର ତାଙ୍କର ନାଇଟହୁଡ୍ ଉପାଧି ଫେରାଇଦେଲେ, କହିଲେ ଏ ବର୍ବର ସରକାରଠୁ ସମ୍ମାନ ଦରକାର ନାହିଁ। ସେହିପରି ମହାତ୍ମା ଗାନ୍ଧୀ ମଧ୍ୟ ତାଙ୍କୁ ମିଳିଥିବା କାଇଜର-ଏ-ହିନ୍ଦ ପଦକ ଫେରାଇଦେଲେ। ଏହା ଏକ ସ୍ପଷ୍ଟ ସନ୍ଦେଶ ଥିଲା, ଏବେ ଆଉ ସହଯୋଗ ନୁହେଁ, ଏବେ କେବଳ ସଂଗ୍ରାମ ହେବ। ଏହି ଘଟଣା ପରେ ଗାନ୍ଧିଜୀଙ୍କ ମନରେ ଆଉ କୌଣସି ଦ୍ୱନ୍ଦ୍ୱ ନଥିଲା। ସେ ସ୍ପଷ୍ଟ ଭାବେ କହିଲେ ଯେ ଏହି ପୈଶାଚିକ ସରକାରକୁ କୌଣସି ପ୍ରକାରେ ଗ୍ରହଣ କରିବା ମଧ୍ୟ ଏକ ପାପ। ବ୍ରିଟିଶ ଶାସନରେ ସୁଧାର ଆଣିବାର ଆଶା ସେତେବେଳେ ସମ୍ପୂର୍ଣ୍ଣ ଶେଷ ହୋଇଗଲା। ଲକ୍ଷ୍ୟ ଏବେ ଗୋଟିଏ ଥିଲା, ପୂର୍ଣ୍ଣ ସ୍ୱରାଜ। ତେବେ ଶେଷରେ ପ୍ରଶ୍ନ ଉଠୁଛି, ଗୋଟିଏ ନରସଂହାର କିପରି ଏକ ଆନ୍ଦୋଳନକୁ ଏକ ଅଦମ୍ୟ ଜାତୀୟ ସଂଗ୍ରାମରେ ବଦଳାଇ ଦେଲା? କାରଣ ଜାଲିଆନୱାଲାବାଗ କେବଳ ଶହେ ଶହେ ଲୋକଙ୍କୁ ମାରିନଥିଲା, ଏହା ବ୍ରିଟିଶ ରାଜର ନୈତିକତାକୁ ମଧ୍ୟ ହତ୍ୟା କରିଥିଲା। ସେହି ରକ୍ତରୁ ହିଁ ଏକ ନୂଆ ସଂକଳ୍ପ ଜନ୍ମ ନେଲା, ଯାହା ଶେଷରେ ଭାରତକୁ ସ୍ୱାଧୀନତା ଆଡ଼କୁ ନେଇଗଲା।